এটা ଆମ ଗାଁଠୁ ମତେ ଡରେଇବା ପାଇଁ ଆସୁଛି ଏବେ ଦେଖିପାରୁଥିବେ। ଟେଙ୍ଗେ ଟେଙ୍ଗେର ବଡ ଭାଇ ମେଙ୍ଗେ ମେଙ୍ଗେ ଗାଁଠୁ ସିଂ ଦେଖିପାରୁଛ ତା ଗେଟଅପ୍ ଟା ଦେଖ ସାଙ୍ଗମାନେ। ହାଇ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ, ସେମିତି ଭଲରେ ଥାନ୍ତୁ। ଆଉ ସକାଳ ସକାଳ ଆଜି ମୁଁ ଉଠି ପଡ଼ିଛି। ସମସ୍ତଙ୍କୁ ମୋ ତରଫରୁ ଶୁଭ ସକାଳ। ଆଉ ଚାଲନ୍ତୁ ଆଜି ଯିବା ଏ ଗାଁ ଆଡ଼େ ବୁଲିବା ପାଇଁ। ସକାଳ ସକାଳର ଗାଁର କିଛି ଆପଣମାନଙ୍କ ଦୃଶ୍ୟ ଦେଖାଉଛି କେମିତି କ'ଣ। ଚାଲନ୍ତୁ ଯିବା ଗାଁ ଆଡ଼େ। ଦେଖନ୍ତୁ ସାଙ୍ଗମାନେ, ଆମ ଗାଁ ଲୋକମାନେ ବି ଉଠି ପଡ଼ିଲେଣି। ଆଉ ସବୁ ଆସି ସବୁ ବସିଛନ୍ତି, ଆଉ ସବୁ ବୁଲୁଛନ୍ତି ଗାଁରେ, ଅଛନ୍ତି କିଏ ଘୁରୁଛନ୍ତି। ଆଉ ଆମର ସୂର୍ଯ୍ୟ ଭଗବାନ ବି ବାହାରି ସାରିଲେଣି ଦେଖିପାରୁଥିବେ ସାଙ୍ଗମାନେ। ଏଇ ହେଲା ଆମ ଗାଁ, ଏଇଟା ହେଲା ମାମୁଙ୍କ ଦୋକାନ। କିନ୍ତୁ ସାଙ୍ଗମାନେ କେତେ ସୁନ୍ଦର ଲୋକେସନ୍, ଦେଖିଲେ ଆପଣ ଜାଣିପାରୁଥିବେ କେତେ ସୁନ୍ଦର ହେଇଛି। ଦେଖନ୍ତୁ ସାଙ୍ଗମାନେ, ସକାଳୁ ସକାଳୁ ପିଲାମାନେ ବି ସ୍କୁଲ ବାହାରି ପଡ଼ିଲେଣି। ଆଉ ଗାଁ ଲୋକ ସବୁ ବୁଲୁଛନ୍ତି ରାସ୍ତାରେ। ଏବେ ଆସି ଗାଁରୁ ବୁଲି ପହଞ୍ଚିଗଲି ଘରେ। ଆଉ ଆମର ଗାଣ୍ଡୁ ସେଠି ବସିଛି, ବଡ଼ ଭାଇର ପୁଅ ଗାଣ୍ଡୁ। ଦେଖା ଚାଲନ୍ତୁ ସେ କ'ଣ ସକାଳୁ ସକାଳଟାରୁ ଦେଖନ୍ତୁ ସାଙ୍ଗମାନେ, ସକାଳୁ ସକାଳଟା ଉଠି ପଡ଼ି କ'ଣ ଧରିକି ବସିଛି। ଦେଖନ୍ତୁ କୋଇ ଧରି ବସିଛି। ହେଲା ଟେଙ୍ଗିଆ ଟେଙ୍ଗାର ବଡ଼ ଭାଇ ଇଏ, ମେଙ୍ଗେ ମେଙ୍ଗେ ଇଏ ମୋ ପୁତୁରା। ଆଉ ସକାଳୁ ସକାଳୁ ଆମ ଘରକୁ ପଳେଇ ଆସିଛି। ରାସ୍ତା ଖାଇବ, ପଢ଼ିବାର ନାହିଁ। ଏଇଟା ପର ମୂର୍ଖଟା, ଟୋଟାଲି ପଢ଼ିତେ ବସିବନି, ଖାଇବ ଆଉ ଖାଲି ଇଆଡ଼େ ସିଆଡ଼େ ବୁଲିବ। ଏବେ ଆସି ପାଣି ନେଇକି ପହଞ୍ଚିଗଲି। ଗଛର ସବୁ ପାଣି ଦେବି। ଲଙ୍କା ଗଛର ଫୁଲ ଆସିଛି, ଆଉ ପାଣି ଟୋଟାଲି ନାହିଁ, ପୁରା ଶୁଖିଯାଇଛି। ଆଉ ମାଆଙ୍କର ବି ତ ଦେହ ଭଲ ନାହିଁ, ଆଉ ମାଆ ଏଥିରେ ପାଣି ଦେଇପାରୁନି। ଆଉ ସେଥିପାଇଁ ମୋତେ ଦେବା ପାଇଁ ପଡ଼ୁଛି। ମାଆ ସବୁବେଳେ ଦିଏ, ଏଥର ମୁଁ ଦେଇଦେବି। ଆଉ ପାଣି ଦେବା ଗଛରେ। ଏବେ ଚାଲିଛି ପାଣି ଦେବା। ଗଛ ନାହିଁ ଆମ ବାଡ଼ିରେ, ଖାଲି ଲଙ୍କା ଗଛ ଗୁଡ଼ା ମାଆ ଲଗେଇଛି। ଆଉ ମାଆଙ୍କର ତ ଦେହ ଭଲ ରହୁନି, ସେଥିପାଇଁ ଆଉ ମାଆ କିଛି ଗଛ ଲଗେଇନି, ଖାଲି ଲଙ୍କା ଗଛ ଗୁଡ଼ା ଲଗେଇ ଦେଇଛି। ଆଉ ଏ ବାଇଗଣ ଗଛ ଗୁଡ଼ା ବାଇଗଣ ହେଇଥିଲା, ଏବେ ସବୁ ମାଆ ତା ଇଏ କାଟି ଦେଇଛି, ଅଗ ଗୁଡ଼ା ସବୁ କାଟି ଦେଇଛି। ଆଉ ୟା ପରେ ବାଇଗଣ ପୁଣି ଧରିବ। ଆଉ କଖାରୁ ଗଛ ତ ଦେଖିଥିବେ ସାଙ୍ଗମାନେ କେତେ ଉପରକୁ ମାଡ଼ି ହେଇଛି। ଦେଖ କଖାରୁ ଗୋଟେ ନାହିଁ, ଖାଲି ଫୁଲ, ଆଉ କିଛି ନାହିଁ। ଆଉ ଗୋଟେ ଭଲ ଜିନିଷ ଦେଖଉଛି ଆମ ବାଡ଼ିରେ ହେଇଛି। ଦେଖନ୍ତୁ ସାଙ୍ଗମାନେ, ଆମ ବାଡ଼ିରେ ପାନ ଗଛ। ଯିଏ ଦେଖିଥିବେ, କିଏ ବି ନ ଦେଖିଥିବେ ନା, ପାନ ଗଛ ତ ପ୍ରାୟ ଲୋକ ବି ଦେଖିନାହାନ୍ତି ପାନ ଗଛ। ତ ଦେଖନ୍ତୁ ଆମ ବାଡ଼ିରେ ଏମିତି ପାନ ଗଛ ହେଇଛି, ଗୋଟେ ପାନ ଗଛ। ଏବେ ଗଛର ପାଣି ଦିଆ ଶେଷ। ଏବେ ସାଙ୍ଗମାନେ ଚାଲନ୍ତୁ ଘରକୁ ଯିବା। ଆଉ ଘରେ ମା କ'ଣ କରୁଛି ଦେଖିବା, ଚାଲନ୍ତୁ। ଏବେ ଚାଲିଛି ଆମର ସକାଳୁ ପଖାଳ ଖାଇବାର ତିଆରି ଚାଲିଛି। ମା ବି ତିଆରି କରୁଛନ୍ତି ସକାଳୁ ପଖାଳ ଖାଇବାର। ଆଉ କ'ଣ ତିଆରି ହେଉଛି ଦେଖେଇବି ଖାଇବା ବେଳେ। ଆଉ ଏବେ ଗାଣ୍ଡୁ ନେଇକି ଆସୁଛି ଗଗରା। ଆଉ ମାଆଙ୍କର ତ ଦେହ ଭଲ ନାହିଁ, ସେଥିପାଇଁ ପାଣି ଆଣିଥିବି, ମା ଯାଇପାରୁନି। ଆଉ ମା ପଠେଇଛି ତାକୁ ନେଇକି, ତୁ ଯା ତ କାକାକୁ ଦେବୁ, ଆଉ ସିଏ ପାଣି ଆଣିତେ ଯିବ
ये नहीं कि आछी हमर गांडू आ ये ना गांडू आ गुटे यार भी ना अच्छी मेंगे मेंगे या ना ये टेंगे रे भाई मेंगे मेंगे ये ता बड़ भाई है टेंगे रो आ छुआटा भल आ ये छोट बेलू भी ट्यूशन फ्यूशन जाऊ सी आ बहुत भल छुआटा आ केतले टिके छोट छुआ पाठ पढ़ने टे छोट नने आ सब भल चॉकलेट दबा कथा कहले जहाँ कहब ता कर चॉकलेट खाइब यही सब चलती देखो हूँ देख महंगे महंगे ये गोटे चॉकलेट देवी एवं पानी आंटी जी चॉकलेट दवा ना चॉकलेट देदेवी केमती आसी दूली बसी चॉकलेट देख चॉकलेट ये चॉकलेट को नुचे दौचे देखुनि दूल बस घर को भी जाऊनी पढ़ा कथा कहब तो आम से घर को भी जाऊनी ये हम घर बस बस झुली झुलची जाते पानी आनते जावा भूक भी लगलानी आसले ब्रश कर खाइबा माँ तैयारी कर खाइबा चलते जा पानी आने ब्रश कर नवा बहुत जोर से भूक भी लगलानी खाइबा ब्रश कर नहीं खाइबा ब्रश सरीगला प्रबल जोर से भूक भी लगलानी टाइम ए 9:05 हेलानी चलते खाई नवा खाई सारा पर देखा कौन हो खाई नवा ए माँ भी बाड़ी देलानी से पटर खाया डाकिलानी खाइबा चलते खाइबा बसीगली माँ कौन कर देखा पखाल ता सहित कदली बैगण मरा शाग माँ गोटे शागर घांट कर शाग घांट बैगण मरा कदली पखाल खाईदे भूक भी लगलानी फटाफट खाईदे खाई सारा सेपट माँ कौन कर देखा खाଇବା सरीगला माँ कौन कर देखा चलते माँ माछ बनाऊँ माछ नहीं आसती माँ माछ सब बनाऊँ कौन तरकारी हम जानी माछ बनाऊँ माँ तरकारी कौन हम हेल्ले देखी आपण मानक कौन है माछ आनी कौन तरकारी है आपण मानक देखी कौन माछ देखते सामने ताउरी माछ अच्छी कंटिया माछ कौन तेलापिया माछ सब नहीं आसते माँ पुआ तो खाइबा आ तो कहीं ना आमर अल्प माछ हो माँ तो माछ बनाऊँ कौन तरकारी देखा कौन हो देख आम गांडू मत डरवाई आसुचे देखी पारे टेंगे टेंगे रो बड़ भाई मेंगे मेंगे गांडू सिंह देखिए गेटअप टा देख सांग मैंने ना है चुई देखु केमी काकुड़ी खाऊं चुई बड़ माँ देखु पिला देखु आम चुई को देखु चुई डर समस्त गांडू आम चुई समस्त डर बाहरी पड़े बालेश्वर आमर मोर बालेश्वर जावा भाई पाखक देखा करने कहीं मुझे छाड़ी आसती तो जाइनी देखा करने जीवु आमर मोर बालेश्वर जीवु देखा करने भाई चलते देखा भाई सहित कौन हो देखा देखेबी आग चलते जी भाई बालेश्वर एवं आस भाई रूम रे पहुँचीगली तो हस्टेल रूम भाई देखी पारे हस्टेल रूम भाई भाई जिनस से कथा कर भाई रूम रे कहीं नहीं
चलते ଏବେ ଯିବା ପୁଣି ମାର୍କେଟ। ଭାଇଙ୍କର କଲେଜର ଗାର୍ଡେନ ଦେଖିପାରୁଥିବେ ସାଙ୍ଗମାନେ, ଭାଇଙ୍କ କଲେଜ ଗାର୍ଡେନ। କଲେଜର ନାଁ ହେଲା ଝାଡେଶ୍ୱର କଲେଜ। କେତେ ସୁନ୍ଦର ହେଇଛି ଦେଖିପାରୁଥିବେ ସାଙ୍ଗମାନେ। ମାମୁଙ୍କ ପୁଅ ପାଠ ପଢୁଛନ୍ତି ଏଇଠି। ଆଗରୁ ମୁଁ ଦେଖେଇଥିଲି, ପୁଣି ଥରେ ଦେଖେଇ ଦଉଛି। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ହେଇଛି ଗାର୍ଡେନଟି। ଗାର୍ଡେନଟି ଏତେ ସୁନ୍ଦର ହେଇଛି ଯେ ମାନେ ଘରକୁ ଯିବା ପାଇଁ ବି ମନ ହଉନି, ଏତେ ସୁନ୍ଦର ଗାର୍ଡେନ, ପୁରା ବହୁତ ସୁନ୍ଦର ହେଇଛି ଗାର୍ଡେନଟି। ଘରେ ଖାଇବାର ଥିଲା, ଏବେ ଆସି ଲେଟ୍ ହେଲାନି ତ ଆମେ ହୋଟେଲରେ ଖାଇକି ଯିବୁ ଘରକୁ। ଆଉ ଭାଇଙ୍କର ମୋର ହୋଟେଲରେ ବସିଛୁ ଖାଇବା ପାଇଁ, ଆଉ ଖାଇସାରି ଘରକୁ ଯିବୁ। ଏବେ ନ ଖାଇ ନେବା, କାହିଁକିନା ବହୁତ ଭୋକ ଲାଗିଲାଣି। ଖାଇ ନେବା, ଖାଇସାରିଲା ପରେ ଘରକୁ ଯିବା। ଏବେ ଆସି ଘରେ ପହଞ୍ଚିଗଲେଣି। ଦେଖିପାରୁଥିବେ ସାଙ୍ଗମାନେ ମୋ ମୁହଁ କେମିତି ହେଇଛି, ପ୍ରବଳ ଗରମ, ଏତେ ଗରମ ମାନେ କହିବାର ନାହିଁ। ମାର୍କେଟରେ ବହୁତ ଗରମ। ଆଉ ଏବେ 4ଟା ସାଢ଼େ 4ଟା ପାଖାପାଖି ହେଲାଣି। ଏବେ ଆସିକି ମୁଁ ଜଷ୍ଟ ପହଞ୍ଚିଲି ଘରେ। ଆଉ ଚାଲନ୍ତୁ ଦେଖିବା ଆଗକୁ ପୁଣି କ'ଣ ହେଉଛି। ଦେଖନ୍ତୁ ସାଙ୍ଗମାନେ, ସନ୍ଧ୍ୟା ହେଇ ଆସିଲାଣି। ଗାଣ୍ଡୁ, ଚୁଇଁ ଆଉ କାକାଙ୍କ ଝିଅ 2 ଜଣ ଏଠି ଇଏ କରୁଛନ୍ତି, ଖେଳୁଛନ୍ତି। ଆଉ ସେପଟେ ଭାଉଜ ବି ଚାଉଳ ଦେଇକି ଆସିଗଲାଣି ଭାତ ହବା ପାଇଁ। ଏସବୁ ଚାଲିଛି ଆମର। ଆଉ ସେଠି ଆମ ବୁଢ଼ୀ ମା ବସୁଛନ୍ତି। ମା ଏବେ ଆଣି ଦେଇଗଲେ ତରଭୁଜ ଆଉ ଖାଇବା ପାଇଁ। ଏବେ ସନ୍ଧ୍ୟା 6ଟା ପାଖାପାଖି ହେଲାଣି। ଚାଲନ୍ତୁ ଏବେ ଖାଇନେବା ତରଭୁଜ, ତାପରେ ରାତିରେ କ'ଣ ହେଉଛି ଦେଖିବା। ଆଉ ରାତିରେ କ'ଣ ଖାଇବା। ଆଉ ଦୁପୁରବେଳା ତ ହେଇଗଲା ବାଲେଶ୍ୱରରେ, ସକାଳ ହେଇଗଲା ଘରେ। ଆଉ ରାତିରେ କ'ଣ ହେଉଛି ଦେଖିବା। ଚାଲନ୍ତୁ ଖାଇନେବା ଆଗେ। ହେଭି ମିଠା, ବଢ଼ିଆ ଲାଗିବ। ଯଦି ଟିକେ ଲୁଣ ପକେଇକି ଖାଇବେ ମସ୍ତ ଲାଗିବ। ସରିଗଲା ତରଭୁଜ ଖାଇବା, ସରିଗଲା। ପୁଣି ରାତିରେ କ'ଣ ହେଉଛି ଦେଖିବା। ଚାଲନ୍ତୁ ଆମେ ଖାଇନେବା, କାହିଁକିନା ମା ବି ଡାକିଲେଣି। ଆଉ ରାତି 9ଟା ବି ହେଲାଣି। ଆଉ ମାଙ୍କର ଦେହ ବି ଭଲ ନାହିଁ। ଖାଇସାରି ମା ଔଷଧ ଖାଇବେ, ଶୋଇବେ। ମା ଟିକେ ରେଷ୍ଟ ନେଲେ ତ। ଆଉ ଚାଲନ୍ତୁ ମୁଁ ବି ସାଙ୍ଗରେ ଖାଇନେବା। ଖାଇ ନେଇକି ମୋତେ ବି ଭଲ ଲାଗୁନି ଦେହ, ଆଉ ମୁଁ ବି ଟିକେ ଶୋଇବି। ଆଉ ଏବେ ଯାଉଛି ଖାଇବା ପାଇଁ। ଏବେ ଖାଇବା ପାଇଁ ବସିଗଲି। ଆଉ ମା ଏବେ କରୁଛନ୍ତି କ'ଣ, ଭେଣ୍ଡୁ ଭଜା ଆଉ ମାଛ ସକାଳୁ ଆଣିଥିଲି, ମୁଁ ତ ଖାଇନି, ବାଲେଶ୍ୱର ପଳେଇଥିଲି। ଆଉ ଭଜା ହେଇଛି ଏବେ। ଆଉ କ'ଣ କରିଛି, ମାଛ, ସଜନା ଖଡ଼ା, ଆଳୁ, ତାପରେ ସେ ଗୋଟେ ଝୋଳ ଭଳିଆ କରିଛି ମା। ଆଉ ଦେଖିପାରୁଥିବେ ତ ମା ପୁଅ ଖାଇବା 2 ଜଣ, ଆଉ ତ କେହି ନାହିଁ। ଆଉ ମା ତ ସେଇଠି ବସିଛି। ମା ପୁଅ 2 ଜଣ ଖାଇଦେବା, ଆଉ ଖାଇଦେଇକି ଶୋଇପଡ଼ିବା। ଆଉ ଚାଲନ୍ତୁ ଏବେ ଖାଇନେବା। ଏବେ ଖାଇବା ସରିଗଲା।